ଗୋଶାଳା ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର। ସେକ୍ଟର 15 ଥାନା ଅଞ୍ଚଳ ଅନ୍ତର୍ଗତ ସେକ୍ଟର 14 ସ୍ଥିତ ପଶୁ ଚିକିତ୍ସାଳୟ ଏବଂ ଗୋଶାଳା ନିକଟରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯାହା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ନାମ ମହାବୀର ସାହୁ, ବୟସ 40 ବର୍ଷ। ସେ ଶାନ୍ତିନଗରର ବାସିନ୍ଦା। ପରିବାରଙ୍କ କହିବା ଅନୁଯାୟୀ ମହାବୀର ସାହୁ କିଛି ଦିନ ଧରି ମୃଗୀ ରୋଗରେ ପୀଡ଼ିତ ଥିଲେ ଏବଂ ତାଙ୍କୁ ବାରମ୍ବାର ମୂର୍ଚ୍ଛା ହେଉଥିଲା। ମୃତକଙ୍କ ମା ସୁମିତ୍ରା ସାହୁ କହିଛନ୍ତି ଯେ ସେ ଗତକାଲି ରାତିରୁ ଘରୁ ବାହାରି ଚାଲି ଆସିଥିଲେ କିନ୍ତୁ ଫେରି ନଥିଲେ। ସକାଳେ ସ୍ଥାନୀୟ ଲୋକମାନେ ଗୋଶାଳା ନିକଟରେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ସେକ୍ଟର 15 ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଛନ୍ତି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ଚାଲିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ରାଉରକେଲାରୁ ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।